ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ ଆଣ୍ଡ ଗୁଡ୍ ମର୍ଣ୍ଣିଂ ଆଣ୍ଡ ଖ୍ରୀଷ୍ଟିୟ ନମସ୍କାର ଜଣାଏ। ଆଉ ରିଏଲ ମିନିଷ୍ଟ୍ରିର ସେବା କାର୍ଯ୍ୟରେ ଥିବା ହୋଷ୍ଟ ଆଜ୍ଞାଙ୍କୁ ନିକଟରେ ଧନ୍ୟବାଦ ଦିଏ। ଯେପରି ବାକ୍ୟରେ ଲେଖା ଯେ ଆସ ଆମେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦରେ ଗାନ କରିବା, ଯେ ଆମର ପରିତ୍ରାଣର ସ୍ଥଳ ସ୍ୱରୂପ ତାହାଙ୍କ ଉଦ୍ଦେଶ୍ୟରେ ଜୟଧ୍ୱନି କରିବା। ପ୍ରଭୁଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ଅରୁଣ ଭାଇଙ୍କୁ ମଧ୍ୟ ଧନ୍ୟବାଦ ଦିଏ। ଆଉ ମୋର ଯେତେ ପ୍ରିୟମାନେ ଜଡ଼ିତ ହୋଇଛନ୍ତି ସମସ୍ତଙ୍କ ନିକଟରେ ମୋର କୃତଜ୍ଞତା ସହିତ ଖ୍ରୀଷ୍ଟିୟ ନମସ୍କାର ଜଣାଏ। ପୁନର୍ବାର ଆସନ୍ତୁ ପ୍ରଭୁଙ୍କର ପ୍ରଶଂସା କରୁ ଆଉ ଗୋଟେ ଛୋଟ ପ୍ରାର୍ଥନା ଦ୍ୱାରା ଆଜି ଆରାଧନାକୁ ପୁନର୍ବାର ଆରମ୍ଭ କରିବାକୁ ଯିବା। ଧନ୍ୟବାଦ ଦଉଛୁ ପିତା ସୁନ୍ଦର ଅନୁଗ୍ରହର ପ୍ରଭାତ ପାଇଁ। ତୁମର ମହାନ ଈଶ୍ୱରଙ୍କର ସେ ମହାନ ଦାସଙ୍କର ମାଧ୍ୟମରେ ପ୍ରଭୁ ଆମେ କେତେ ଜଣ ସୁଯୋଗ ପାଇଛୁ ରିଏଲ ମିନିଷ୍ଟ୍ରି ସେବା ମାଧ୍ୟମରେ ତୁମ ନିକଟବର୍ତ୍ତୀ ହେବା ପାଇଁ, ସେଥିପାଇଁ ଧନ୍ୟବାଦ ଦଉଛୁ। ଆଜିର ପରିଚାଳନା ଦାୟିତ୍ୱ ଥିବା ମୋର ପ୍ରିୟ ଅରୁଣ ଭାଇଙ୍କୁ ତୁମ ହସ୍ତରେ ରଖୁଛି। ହଁ ପ୍ରଭୁ, ମୋର ପାଣି ଭାଇଙ୍କୁ ରଖୁଛି, ପୁଣି ଯେତେ ଜଣ ଜଡ଼ିତ ହେଇଛନ୍ତି ସମସ୍ତଙ୍କୁ ରଖୁଛି। ଆଜିର ଆରାଧନା ମଧ୍ୟ ଦେଇ ତୁମର ଗୌରବ ତୁମେ ରକ୍ଷା କର। ପୁଣି ସମ୍ପୂର୍ଣ୍ଣ ଭାବରେ ପ୍ରଭୁ ତୁମ ଉପସ୍ଥିତିରେ ମୋତେ ତୁମେ ଆବରି ରଖ। ମୁଁ ନୁହେଁ ମାତ୍ର ପ୍ରଭୁ ତୁମେ ମୋର କଣ୍ଠକୁ ତୁମ ନିୟନ୍ତ୍ରଣରେ ରଖ। ତୁମର ଉଦ୍ଦେଶ୍ୟରେ ବ୍ୟବହୃତ ହେବା ପାଇଁ ମୋତେ ସାହାଯ୍ୟ କର। ଅଯୋଗ୍ୟତା କ୍ଷମା କର। ପ୍ରାର୍ଥନା ଶୁଣିଛ ବିଶ୍ୱାସ ଧନ୍ୟବାଦ ଦେଇ ଯୀଶୁଙ୍କ ନାମରେ ମାଗୁଅଛି ପିତା, ଆମେନ୍ ଆମେନ୍ ଆମେନ୍। ଆମେ ଉପାସନା ସଙ୍ଗୀତର ଗୀତଟିଏ ଗାଇବା ଜନାର୍ଦ୍ଦନ ମହାନ୍ତିଙ୍କ ଦ୍ୱାରା ରଚିତ। ଆସିଥାଅ ଯଦି ଆଶାର ଆବେଗେ, ଗାଓ ଯୀଶୁ ନାମ ଜୟ। ପ୍ରତିକୂଳ ସିନା କେବଳ ଅଳସ, କର ତାଙ୍କୁ ପରାଜୟ। ଆସୁ ଆମମାନେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦର ସହିତ ଗୀତଟି ଗାଇବା। ଆଉ ମୁଁ ଅନୁରୋଧ କରିବି କରତାଳ ସହ ପ୍ରତ୍ୟେକ ଗୀତଟିର ପ୍ରତିଟି ଶବ୍ଦକୁ ଆନନ୍ଦର ସହିତ ଉଚ୍ଚାରଣ କରିବା। ଆସିଥାଅ ଯଦି ଆଶାର ଆବେগে, ଗାଓ ଯୀଶୁ ନାମ ଜୟ। ପ୍ରତିକୂଳ ସିନା କେବଳ ଅଳସ, କର ତାକୁ ପରାଜୟ। ଆସିଥାଅ ଯଦି ଆଶାର আবেগে, গম্ভীরে গুরু শব্দ ওঠে, কম্পিত ধরা পলকে পলকে। গম্ভীরে গুরু শব্দ ওঠে, কম্পিত ধরা পলকে পলকে। হৃদয়ে হৃদয় সরাগে মিশে, তাই যিশু নাম জয়। প্রতিকূল সিনা কেবল অলস, কর তাকু পরাজয়। আসিথাও যদি আশার আবেগে, গাও যীশু নাম জয়। প্রতিকূল সিনা কেবল অলস, কর তাকু পরাজয়। ধর্মর সেই জয়র দানে, উল্লাসে ধরা পরাণে পরাণে। ধর্মর সেই জয়র দানে, উল্লাসে ধরা পরাণে পরাণে। উঠিব নাইকি অবসমন, এ বুকেরে পাপে ক্ষয়। প্রতিকূল সিনা কেবল অলস, কর তাকু পরাজয়। আসিথাও যদি আশার আবেগে, গাও যীশু নাম জয়। প্রতিকূল সিনা কেবল অলস, কর তাকু পরাজয়। আসিথাও যদি আশার
ଭାବିକି ଏ ନୈରାଶ୍ୟପୂର୍ଣ୍ଣ ଜଗତରେ ଆଶାର ଈଶ୍ୱରଙ୍କ ନିକଟକୁ ଧାଇଁ ଆସିବା ପାଇଁ ଏଇ ପ୍ରାତଃ କାଳରେ ଯେ ଆମେ ଜୀବିତ ଅବସ୍ଥାରେ ତାଙ୍କର ପ୍ରଶଂସା କରିପାରୁଛୁ, ସେଥିପାଇଁ ତାଙ୍କର ପବିତ୍ର ନାମକୁ ଧନ୍ୟବାଦ ଦଉଛୁ। ହଁ ପ୍ରଭୁ, ଆମମାନଙ୍କ ହୃଦୟ ଆତ୍ମାରେ ଯେପରି ଆମମାନେ ସମ୍ମିଳିତ ହୋଇ ତୁମଠାରେ ଏକତ୍ରିତ ହେବା ସମୟରେ ଆଜିର ଏଇ ଉପାସନା ତୁମ ଦୃଷ୍ଟିରେ ସୁଗ୍ରାହ୍ୟ ହଉ, ଧର୍ମର ପ୍ରଭୁ ସେଇ ଜୟ ହଉ। କାରଣ ଆମେ ଜାଣୁ ସତ୍ୟ ଧର୍ମ ଏଇ ବର୍ତ୍ତମାନ ସବୁ ଜଗତରେ ପ୍ରଭୁ କେହି ଶ୍ରବଣ କରି ବିଶ୍ୱାସ କରିବା ସେମାନଙ୍କ ପକ୍ଷରେ ଅସମ୍ଭବ ହୋଇପଡୁଛି, କିନ୍ତୁ ପ୍ରଭୁ ତୁମର ମନୋନୀତ ସନ୍ତାନ ମାନଙ୍କୁ ଏଇଭଳି ଅନଲାଇନ ଅଫଲାଇନ ମାଧ୍ୟମରେ ତୁମର ଗୌରବାର୍ଥ ବ୍ୟବହାର କରି ସତ୍ୟ ଈଶ୍ୱରଙ୍କ ସେ ସତ୍ୟତା ସମାଚାରକୁ ଅନ୍ୟମାନଙ୍କ ନିକଟରେ ପହଞ୍ଚେଇବା ପାଇଁ ବିଭିନ୍ନ ଦାନ ଦ୍ୱାରା ତୁମେ ଆକର୍ଷଣ କରି এই ଦିନମାନଙ୍କରେ ବ୍ୟବହାର କରୁଥିବାରୁ ତୁମର ପବିତ୍ର ନାମକୁ ଧନ୍ୟବାଦ ଦେଉଛୁ। ଆସନ୍ତୁ ଆଉ ଏକ ଉପାସନାର ଗୀତ ଗାଇବା। ଆମେ ଯେପରି ଜାଣିଛୁ ବର୍ତ୍ତମାନ ଏଇ ସମୟ ଯାହାକି ସମ୍ପୂର୍ଣ୍ଣ ଆମମାନଙ୍କର ଏକମାତ୍ର ବା ବଡ଼ଦିନର ମହୋତ୍ସବ ଚାରିଆଡ଼େ ପାଳନ କରାଯାଉଛି। ଆଉ ଏଇ ବଡ଼ଦିନ ମହୋତ୍ସବରେ ଆମେ ଜାଣୁଛୁ ଯେ ପ୍ରଭୁଙ୍କର ଗୋଟିଏ ବାକ୍ୟ ପୁନର୍ବାର ପଢ଼ିବା ପାଇଁ ଚାହେଁ। ଗାଲାତି 4:4 କାଳ ସମ୍ପୂର୍ଣ୍ଣ ହୁଅନ୍ତେ ଈଶ୍ୱର ଆପଣା ନିକଟ ନିଜ ପୁତ୍ରଙ୍କୁ ପ୍ରେରଣ କଲେ। ଆଉ ସେ ଶିଶୁ ଯୀଶୁଙ୍କୁ ଗୁହାଳ କୁଣ୍ଡରେ ଆଉ ଦେଖିବାକୁ ମିଳିବ ନାହିଁ, କିନ୍ତୁ ଆମେ ତାଙ୍କର ଆଗମନର ଅପେକ୍ଷା ନିଶ୍ଚିତ ଅଛୁ। କିନ୍ତୁ ଆଜି ଏଇ ସମୟକୁ ଆମେ ବିଶେଷ ମୁହୂର୍ତ୍ତ ମନେ କରୁ। ଭାଇ ଖ୍ରୀଷ୍ଟ ଦାସ ମହାନ୍ତିଙ୍କ ଦ୍ୱାରା এই ଗୀତଟି ରଚନା କରାଯାଇଛି। ଆସ କେ ଆସ ଦେଖିବ ପରାଗ, ଶୋଇଛିରେ ଶିଶୁ ଗୁହାଳ କୁଣ୍ଡରେ, ନାରାୟଣ ନର ଦେହେ ଦିଶେ କି ତୋରା। ଆସନ୍ତି ଗୀତଟି ଗାଇ ପ୍ରଭୁଙ୍କର ପ୍ରଶଂସା କରିବା। ଆସ କେ ଆସ ଦେଖିବ ପରାଗ, ଶୋଇଛିରେ ଶିଶୁ ଗୁହାଳ କୁଣ୍ଡରେ, ଶୋଇଛିରେ ଶିଶୁ ଗୁହାଳ କୁଣ୍ଡରେ, ନାରାୟଣ ନର ଦେହେ ଦିଶେ କି ତୋରା। ଆସ କେ ଆସ ଦେଖିବ ପରାଗ, ସୁଠାମ ସୁନ୍ଦର জন মনোহর, অমর কুমর পাপিতা পহার, সুরপুর তেজি নর দেহ ভজি, সুরপুর তেজি নর দেহ ভজি, জনমিলে আজি যিশু সন্তাপ ভরা। আস কে আস দেখিব পরাগ, গলেনি পণ্ডিতে জগত রহিতে, সুরপতি সুতে বুঝিবে একান্তে, গন্ধরস চারু সুবর্ণ কুণ্ডুরু, গন্ধরস চারু সুবর্ণ কুণ্ডুরু, আনিছন্তি পদে ভেটিবে পরা। আস কে আস দেখিব পরাগ, তরগ বাহিনী যিনি শুভবাণী ভবে আসিলেনি, শুণরে সে ধ্বনি পাপ তাপ নাশি, যিশু যিশু শাসি, প্রাণ নবে হসি এজিলে তম ভরা।
ଆସକେ ଆସ ଦେଖିବ ପରାକୁ ଆଗେ ମିତ ପାଳ ଗଲେଣି ଚଞ୍ଚଳ ଚାଲ ଯିବା ଚାଲ ଦେଇ ପ୍ରୀତି ଫୁଲ ପୂଜିବା ଶ୍ରୀପାଦ ଅଭୟ ମୋଦକ ପୂଜିବା ଶ୍ରୀପାଦ ଅଭୟ ମୋକ୍ଷଦ ପୁରାଇବା ସାଦ ଦେଖି ଦୁଃଖ ପାଶୋରା ଆସକେ ଆସ ଦେଖିବ ପରାକୁ। ହଁ ପ୍ରଭୁ ଧନ୍ୟବାଦ ଦଉଛୁ। ସେଇଦିନ ପ୍ରଭୁ ସେଇ ତାରାର ନିର୍ଦ୍ଦେଶନାରେ ଧାଇଁଥିଲେ ମିତପାଳକ ପଣ୍ଡିତ ମାନେ ତୁମକୁ ଭେଟିବା ପାଇଁ। ଦୂତମାନଙ୍କର ସେଇ ଅଭୟ ବାଣୀ ଦ୍ୱାରା ବିଶ୍ୱାସ ଯୁକ୍ତ ସେଇ ଅବସ୍ଥାରେ ପ୍ରଭୁ ସବୁ କିଛିକୁ ତ୍ୟାଗ କରି ଧାଇଁଲେ ପ୍ରଭା ତୁମର ସେ ଗୁହାଳ କୁଣ୍ଡକୁ ତୁମକୁ ଦର୍ଶନ କରିବା ପାଇଁ। ଆଉ ସେ ସୁଠାମ ସୁନ୍ଦର ସେ ଜନ ମନୋହର ସେ ସୁନ୍ଦର କୁମର ପାପ ତାପିଘର ଏଇ ସୁରପୁର ତେଜି ଜଗତକୁ ଓହ୍ଲାଇ ଆସିଥିଲେ ସେ ରାଜାଙ୍କୁ ଦେଖିବା ପାଇଁ। ସେନ ପଣ୍ଡିତ ମାନେ ସମସ୍ତ ପ୍ରକାର ଭେଟି ନେଇ ଆସିଥିଲେ। ମୋର ପ୍ରିୟ ମାନେ ମୁଁ ଆଜି ଆପଣ ମାନେ ପ୍ରତିଟି ମୁହୂର୍ତ୍ତ ନିଶ୍ୱାସରେ କେଉଁ ଭୁଟି ନେଇ ଆସୁଛୁ ପ୍ରଭୁ ତାମାନଙ୍କୁ ଅପେକ୍ଷା କରନ୍ତି। ଆସନ୍ତୁ ସେନ ପଣ୍ଡିତ ମାନେ ସେ ତାରା ଦେଖି ପ୍ରଭୁଙ୍କୁ ଦେଖିବା ଯୀଶୁଙ୍କୁ ଦେଖିବା ପାଇଁ ଆସିଥିଲେ। ଆଉ ସେଇ ତାରା ତାଙ୍କୁ ସଂକେତ ଦେଇଥିଲା ଏଇ ସ୍ଥାନରେ ଜଗତର ତ୍ରାଣକର୍ତ୍ତା ଜନ୍ମି ଅଛନ୍ତି। ହାଲେଲୁୟା। ଆସନ୍ତୁ ଆଉ ଏକ ଗୀତ ଗାଇ ବାକ୍ୟ ମଧ୍ୟକୁ ଯିବା। ତାର ମୂଳ ଗାୟକ ହେଉଛନ୍ତି ଧୀରାଜ ଚୌଧୁରୀ। ଆଉ ଏ ଗୀତଟିକୁ ମୁଁ ଗାଇବା ପାଇଁ ଚାହେଁ ପ୍ରଭୁଙ୍କ ଗୌରବ ଉଦ୍ଦେଶ୍ୟରେ। ଝିକିମିକି ତାରକାର ରୂପିଲି ପଛରେ ଭାସି ଆସି ମଧୁ ଗୀତେ ଝିରି ଝିରି ପବନରେ ঝিকিমিকি তারকার রূপিলি হত ঝরে ভাসি আসে মধু গীতে ঝিরি ঝিরি পবনরে ঝিকিমিকি তারকার দূর সেই কোশଳରେ ଜଳି ଉଠେ ଦୀପଟିଏ କାହାର ସେ କୁଆଁରାବ ଅନ୍ତର ଛୁଇଁ ଯାଇ ଯେତେ ଦୁଃଖ ଅବସାଦ ଦୂରେ କାହିଁ ହଜିଯାଏ ଶାନ୍ତି ଆଉ ପ୍ରେମ ବାଣୀ ସରଗ ଆକାଶ ଝରି ଝିକିମିକି ତାରକାର ରୂପିଲି ପଛରେ ଭାସି ଆସେ ମଧୁ ଗୀତେ ঝিরি ঝিরি পবনরে ঝিকিমিকি তারকার চৌদিগ পুলকিত উজ্জ্বলে প্রশংসা গীত অনন্ত সীমাটি সাজিଛନ୍ତି ନର ରୂପ
ଜଳର ନବ ଆଶା ଆଣିଛନ୍ତି ସରାଗରେ ତାଙ୍କୁ ହୃଦୟର ସିଂହାସନେ ବରିନିଅ ଆନନ୍ଦରେ ଝିକିମିକି ତାରକାର ରୂପିଲି ହସ ଝରେ ଭାସି ଆସି ମଧୁ ଗୀତେ ଝିରି ଝିରି ପବନରେ ঝিরি ঝিরি পবନରେ ঝিরি ঝিরি ପବନରେ ଧନ୍ୟବାଦ ଦଉଛୁ ପ୍ରଭୁ ଏ ସୁନ୍ଦର ସମୟ ପାଇଁ ସୁବର୍ଣ୍ଣ ସୁଯୋଗ ପାଇଁ ଧନ୍ୟବାଦ ଦଉଛୁ ପ୍ରଭୁ ତୁମର ଉପାସନା କରିବା ସମୟରେ ଆତ୍ମାଙ୍କର ଉପସ୍ଥିତିରେ ଆମମାନଙ୍କୁ ପ୍ରସ୍ତୁତ କଲ ବାକ୍ୟ ରୂପୀ ରବ ଶୁଣିବା ପାଇଁ ପୁଣି ହୋଷ୍ଟ ଆଜ୍ଞାଙ୍କର ପାଇଁ ଧନ୍ୟବାଦ ଦଉଛୁ ଏ ସୁଯୋଗ ଦେଇଥିବାରୁ ଚାଳକ ପ୍ରିୟ ଭାଇଙ୍କ ପାଇଁ ଉପସ୍ଥିତ ସମସ୍ତଙ୍କ ପାଇଁ ଧନ୍ୟବାଦ ଦଉଛୁ ପ୍ରଭୁ ତୁମର ଉପସ୍ଥିତିରେ କିଛି ସମୟ ଆନନ୍ଦ କରିବା ପାଇଁ ଦେଲ ଦୟାଳୁ ପିତା ଏ ସମସ୍ତ ଧନ୍ୟବାଦ ତୁମେ ଗ୍ରହଣ କଲ ବୋଲି ପ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଏ ଅଳ୍ପ ଭିକ୍ଷା ମାଗୁଅଛି ପିତା ଆମେନ୍ 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 ଥ୍ୟାଙ୍କ ୟୁ ଭେରି ମଚ୍ Amen. Amen. Praise the Lord. Praise the Lord. ପ୍ରଭୁଙ୍କ ନାମରେ ଗୌରବ ସୁନ୍ଦର ଭାବରେ ଆମମାନଙ୍କୁ ଗୀତରେ କଢେଇ ନେଇଛନ୍ତି ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଆହୁରି ଅଧିକ ତାଙ୍କ ବ୍ୟବହାର କରନ୍ତୁ ସୁସ୍ଥ ସ୍ୱାସ୍ଥ୍ୟ ଦେଇ ଧରି ରଖନ୍ତୁ ପ୍ରେଜ୍ ଦ ଲର୍ଡ ସୁନ୍ଦର ଆରାଧନା ପାଇଁ ପ୍ରଭୁ ଗୌରବ ପାଇଅଛନ୍ତି ଆସନ୍ତୁ ଆମମାନେ ବାକ୍ୟ ମଧ୍ୟକୁ ଯିବା ପ୍ରାର୍ଥନା କରିବା ତା ପୂର୍ବରୁ ଆମମାନଙ୍କ ମଧ୍ୟରେ ପାଣି ଭାଇ ଅଛନ୍ତି ପ୍ରାଣରଞ୍ଜନ ପାଣି ଭାଇ ଅଛନ୍ତି ମୁଁ ଅନୁରୋଧ କରିବି ମୀନାକ୍ଷୀ ଭଉଣୀ ଯିଏ ଆରାଧନା କରିଗଲେ ତାଙ୍କ ନିମନ୍ତେ ଏବଂ ଆମମାନଙ୍କର ମଧ୍ୟରେ ଆଚାର୍ଯ୍ୟ ଜୀବିତ କୁମାର ପାଣି ଅଛନ୍ତି ଯିଏକି ବାକ୍ୟ ନେଇ ଆସିଛନ୍ତି ତାଙ୍କ ନିମନ୍ତେ ଆମେ ଯେତେ ଜଣ ଡିଭାଇସ ରେ ଅଛୁ ଆମମାନଙ୍କ ପ୍ରତ୍ୟେକ ନିମନ୍ତେ ଆଉ ନେଟୱାର୍କ ଯେପରି ଭଲ ରହିବ ସେଥି ଗତ 17 ତାରିଖ ଦିନ ଆମମାନଙ୍କ ପ୍ରି କ୍ରିସମାସ ସେଲିବ୍ରେସନ ରହିଛି ସେଥି ନିମନ୍ତେ ଏ ସବୁ ବିଷୟକୁ ନେଇକି ଆପଣ ଆମକୁ ପ୍ରାର୍ଥନାରେ ଆଗେଇ ନିଅନ୍ତୁ ପାଣି ଭାଇ ପ୍ରେଜ୍ ଦ ଲର୍ଡ ସମସ୍ତଙ୍କୁ ମୋର ନମସ୍କାର ଆସନ୍ତୁ ଆମେ ପ୍ରାର୍ଥନା କରିବା ପ୍ରେମମୟ ସ୍ୱର୍ଗସ୍ଥ ପିତା ତୁମର ସେ ଆଶ୍ଚର୍ଯ୍ୟ ମହାନ ଆମର ଧନ୍ୟବାଦ କରୁଛୁ ତୁମର ପୂଜା ପ୍ରଶଂସା କରୁଛୁ କାରଣ ପ୍ରତ୍ୟେକ ଅବସ୍ଥାରେ ତୁମେ ପୂଜା ପ୍ରଶଂସା ଗୌରବ ସମ୍ଭ୍ରମ ପାଇବା ପାଇଁ କେବଳ ଯୋଗ୍ୟବନ୍ତ ଏକମାତ୍ର ବଳିକୃତ ମେଷ ଶାବକ ହାଲେଲୁୟା ପ୍ରଭୁ ଗୋ ଆମେ ତୁମକୁ ଧନ୍ୟବାଦ କରୁଛୁ ଯେ ତୁମେ କେତେ ସୁନ୍ଦର ଭାବରେ ଆମଙ୍କର ସୁରକ୍ଷା ଦେଇ ପୁନର୍ବାର ଗୋଟେ ପ୍ରଭାତ ଦେଖିବା ସହିତ ଏ ରିଏଲ ମିନିଷ୍ଟ୍ରି ଆନୁକୂଲ୍ୟରେ ତୁମର ପବିତ୍ର ଚରଣ ତଳେ ବସି ପ୍ରଭୁ ଆରାଧନା ପ୍ରାର୍ଥନା ବାକ୍ୟ ମାଧ୍ୟମରେ ତୁମେ ଆଶୀର୍ବାଦର ପ୍ରାପ୍ତ ହେବା ପାଇଁ ଆମମାନଙ୍କୁ ତୁମେ ଯୋଗ୍ୟ ବିବେଚିତ କରି ତୁମର ଧନ୍ୟବାଦ ହଉଛି ଏତେବେଳେ ବିଶେଷ ଭାବରେ ଆଜିର କାର୍ଯ୍ୟକ୍ରମର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତୁମ ହାତରେ ସମର୍ପଣ କରିବା ସହିତ ପରିଚାଳକ ମହାଶୟଙ୍କୁ ତୁମେ ପବିତ୍ର ଆତ୍ମାଙ୍କର ଅଭିଷେକ ପ୍ରଦାନ କର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଯେପରି ତୁମର ଗୌରବର କାରଣ ହେବା ପାଇଁ ପରିଚାଳନା କରି କଢାଇ ନେବେ ଦୟା କର ପୁଣି ଆମର ଅତି ପ୍ରିୟ ମୀନାକ୍ଷୀ ଭଉଣୀକୁ ମଧ୍ୟ ତୁମ ପାତଳ ଦେଉଛି ପ୍ରଭୁ ତାଙ୍କୁ ଏ ବୟସରେ ମଧ୍ୟ ଯୋଉ ସୁନ୍ଦର କଣ୍ଠ ଦେଇଛ ତୁମର ପ୍ରଶଂସା କରିବା ପାଇଁ ତୁମର ଆରାଧନା କରିବା ପାଇଁ ତୁମ ସ୍ତୁତି ବନ୍ଦନା କରିବା ପାଇଁ ପ୍ରଭୁ ବିଶେଷ ଭାବରେ ବିଶେଷ ତାଙ୍କ ପାଇଁ ପ୍ରାର୍ଥନା କରୁଛି ତାଙ୍କର ଜୀବନ ଯାତ୍ରା ଶେଷ ପର୍ଯ୍ୟନ୍ତ ଏ ଆଶୀର୍ବାଦ ଲାଗି ରହୁଥିବା ବୋଲି ନିବେଦନ କରୁଛି ପୁଣି ବିଶେଷ ଭାବରେ ହୋଷ୍ଟ ମହେଶଙ୍କୁ ମଧ୍ୟ ଦେଉଛି ତାଙ୍କ ପରିବାରକୁ ତାଙ୍କ ସକଳ ସେବା କାର୍ଯ୍ୟକୁ ତୁମେ ଆଶୀର୍ବାଦ କର ପୁଣି ବିଶେଷ ଭାବରେ ବର୍ତ୍ତମାନ ପ୍ରଭୁ ତୁମର ଜୀବନ୍ତ ବାକ୍ୟ ଆମେ ଶୁଣିବୁ ଯେ ତୁମର ଦାସ ଜୀବିତ ପାଣି ତାଙ୍କ ମାଧ୍ୟମରେ ତୁମେ କଥା କୁହ ତାଙ୍କୁ ପବିତ୍ର ଆତ୍ମାଙ୍କର ଅଭିଷେକ ଦେଇ ପ୍ରଭୁ ତୁମେ ଗୌରବାନ୍ବିତ ମହିମାନ୍ବିତ ହୋ ବର୍ତ୍ତମାନ ଆମେ ଯେତେ ଏକତ୍ରିତ ହୋଇଛୁ ପ୍ରତ୍ୟେକଙ୍କୁ ସୁସ୍ଥିରତାର ସହିତ ବସି ତୁମର ଜୀବନ୍ତ ବାକ୍ୟ ଶୁଣିବା ପାଇଁ ସାହାଯ୍ୟ କର ସମସ୍ତ ଗୌରବ ସମ୍ଭ୍ରମ ମହିମା ତୁମକୁ ଦେଇ ପୁଣି ବିଶେଷ ଭାବରେ ତୁମକୁ ଧନ୍ୟବାଦ ଦଉଛି ପ୍ରାର୍ଥନା କରୁଛି ଆସନ୍ତା 17 ତାରିଖରେ ପ୍ରଭୁ ରିଏଲ ମିନିଷ୍ଟ୍ରି ଆନୁକୂଲ୍ୟ ମାଧ୍ୟମରେ ପ୍ରଭୁ ଯେ କ୍ରିସମାସ ସେଲିବ୍ରେସନ ରହିଛି ତମର ଯାବତୀୟ ବିଷୟରେ ତୁମର ସ୍ୱର୍ଗ ଦ୍ୱାର ଉନ୍ମୁକ୍ତ କରି ଆଶୀର୍ବାଦ କର ସକଳ ମହିମା ଗୌରବ ସମ୍ଭ୍ରମ ତୁମକୁ ଦେଇ ଏ ସମସ୍ତ ପ୍ରାର୍ଥନା ଆମମାନଙ୍କର ଆଶୀର୍ବାଦ କର ମୃତ୍ୟୁଞ୍ଜୟ ପ୍ରଭୁ ଯୀଶୁଙ୍କର ନାମରେ ଏ କ୍ଷୁଦ୍ର ନିବେଦନ କଲି ପିତା ଆମେନ୍ ଆମେନ୍ ପ୍ରେଜ୍ ଦ ଲର୍ଡ आमेन 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 बहुत बहुत धन्यवाद पानी भाई प्रभु आपको आशीर्वाद करंतु परिवार को सेवा कार्य को आशीर्वाद करंतु और सुस्थ स्वास्थ्य दे अधिक तांको गौरव दे व्यवहार करंतु प्रेज द लॉर्ड आसंता माने वाक्य मध्य को जीवा मन को मध्य आचार्य जीवित पानी अछंती आ मो
रियल मिनिस्ट्री तरफ आपन स्वागत करूची आपण आमनको ए समय आपनकर वाक्य रे आमनको आगे नियंत आचार्य जीवित पाणी म्यूट अछंती आपण म्यूट अछंती आपण अनम्यूट करंतु जीवित भाई आज्ञा आज्ञा प्रत्येक को नमस्कार शुभ जाउची एबे सुबिला प्रभु जीशु ख्रीष्ट के नाम रे नमस्कार जोड़ाए पुनर्बार प्रातकाली उपासना करिबा एक सौभाग्यर विषय अनेकों जीवन रे ताहा होई न थाए किंतु जो माने प्रातकाल रे प्रभु को निकटवर्ती होई उपासना करती प्रशंसा करती प्रार्थना करती तांको वाक्यर ध्यान करती प्रकृत रे से माने आशीर्वाद प्राप्त अनेक महत विषय प्रातकाल रे वर्णना करा जाइछि से विषय जानिबा आवश्यक हाँ आज बड़दिन प्रारंभिक गिरजा करबा पय कहिथिले किंतु मु बड़दिन पूर्वर प्री क्रिसमस मेसेज मु कहबा को चाहेना कारण सब शुणी आसु प्रत्येक दिन मध्य शुणिबा आउ किछि दिन अछि प्रतिदिन आमाने से बड़दिन महत वाक्य को आमाने प्रभु को दास दासी मानक ठारू शुणुछु आ शुणिबा मध्य आज मु एक प्रातः समय महत विषय को आमाने शुणिबा समस्त शुणी पारुछंती कि प्रातः समय रे जो माने प्रभु का पाद तले बसंती जीवन बड़ सौभाग्य से मानकर आमाने जानू प्रातः समय महत्व कौन से विषय आमाने जानिछु आउ प्रभु का वाक्य मध्य शुणिछु एपरी एक अबुझा विषय किछि नाही अजणा विषय किछि नाही सब बेले आमाने शुणी आसुछु प्रातः समय को अमृतर एक समय कहा जाए अमृत एकर समय अमृत समय अर्थात सकाळ एवं रात्रिर अंत सकाळर प्रातः समय होची अमृत एक समय ए समय रे समाज बा जगत प्राय सोई जाए सुप्त अवस्था रे थाए आउ जो माने जागृत हुंती अनेक कारण पय जागृत हुंती विभिन्न कर्म पय विभिन्न केही तो प्रातः भ्रमण पाए कहीं तो व्यवसाय पाए मजूरी काम पाए से प्रातः समय उठी नित्य कर्म बा निज कर्म करबा पाए आरंभ करती जदि आमे प्रातः समय देखु विभिन्न पक्षी माने से माने सुंदर भावे गीत गान करती प्रभुंकर प्रशंसा करती जे से माने पुनर्बार नूतन प्रातः देखिले सारा रात्र से माने सुप्त अवस्था रे रहिथिले किंतु जो समय प्रातः पहुंची जाए निकटवर्ती हो जाए देखिबार सुयोग पाते से माने आनंद रे पक्षीगण विभिन्न प्रकार पक्षीगण से माने आनंद रे रब उच्चारण करती आउ जागृत करती मनुष्य समाज प्रकृति को जागृत सुप्त चारा मध्य जेतेबेले प्रातः हो जाए सेतेबेले से मध्य प्रत्येक विषय माने देखुछु समुदाय पृथ्वी जागृत हो जाए समुदाय प्राणी जागृत हो जाते अपना अपना कर्म करबा ना नूतन एक दिन को आमाने देखि पारछु नूतन एक सुंदर परिवेश रे पाद थोइबार सौभाग्य पाउछु सेति पाए आनंद आमाने हो जाओ बा अनेक समस्त प्राय जाति वर्ण गोष्ठी विशेष रे समस्त शुभ सकाळ को आनंद रे ग्रहण एमिति एक विषय माने गोटे अंश पढ़िबा आयुब तार 7 पर्व 17 रु 18 पद 17 एवं 18 पद आयुब तार 7 पर्व 17 18 पद एठारे एपरि लेखा अछि
ମନୁଷ୍ୟ କିଏ ଯେ ତୁମ୍ଭେ ତାହାକୁ ମହାନ ଜ୍ଞାନ କରିବ ଓ ତାହା ପ୍ରତି ଆପଣା ହୃଦୟ ରଖିବ ଆଉ ପ୍ରତି ପ୍ରଭାତରେ ତାହାର ତତ୍ଵ ନେବ। ଆୟୁବ 7 ପର୍ବ 17 ଏବଂ 18 ପଦ। ମନୁଷ୍ୟ କିଏ ଯେ ତୁମ୍ଭେ ତାହାକୁ ମହାନ ଜ୍ଞାନ କରିବ ଓ ତାହା ପ୍ରତି ଆପଣା ହୃଦୟ ରଖିବ ଆଉ ପ୍ରତି ପ୍ରଭାତରେ ତାହାର ତତ୍ଵ ନେବ। ହାଲେଲୁୟା। ମନୁଷ୍ୟ କିଏ? ମନୁଷ୍ୟର ବ୍ୟକ୍ତିତ୍ଵ କଣ, ଅସ୍ତିତ୍ଵ କଣ? କିନ୍ତୁ ଏଇମାନଙ୍କ ପାଇଁ, ଏଇ ଛାର ନଗଣ୍ୟ ପାପୀ ମନୁଷ୍ୟ ମାନଙ୍କ ପାଇଁ ଦିବ୍ୟ ଆମମାନଙ୍କ ପରମେଶ୍ୱର ଏତେ ମନୋଯୋଗୀ। ସେଥିପାଇଁ ଆୟୁବ କହୁଛନ୍ତି ସେମାନେ କିଏ? ଛାର ନଗଣ୍ୟ ମନୁଷ୍ୟ ମାନେ। ସେମାନେ ପାପ ବିଷୟ ଜାଣନ୍ତି ନା ପୁଣ୍ୟ ବିଷୟ ଜାଣନ୍ତି, ଧର୍ମ ବିଷୟ ଜାଣନ୍ତି ନା ଅଧର୍ମ ବିଷୟ ଜାଣନ୍ତି? ତଥାପି ହେ ପ୍ରଭୁ, ହେ ପରମେଶ୍ୱର, ସେମାନଙ୍କ ପ୍ରତି ତୁମେ ଏତେ ମନୋଯୋଗୀ କାହିଁକି? ଦେଖନ୍ତୁ ଆଜ୍ଞା, ପ୍ରାତଃ କାଳରେ, ଦିନ ସାରା ବିଷୟରେ ମୁଁ କହୁନାହିଁ, ପ୍ରାତଃ ସମୟରେ ଆଉ ପ୍ରତି ପ୍ରଭାତରେ ତୁମ୍ଭେ ସେମାନଙ୍କର ଯତ୍ନ ନଉଛ, ତତ୍ଵ ନଉଛ। ନିଜେ ଆୟୁବ କହୁଛନ୍ତି ଯେ ମନୁଷ୍ୟ କିଏ ପ୍ରଭୁ? ତାର ତ ସବୁ ଗତି ଅବସ୍ଥାରେ ମନ୍ଦ ମାତ୍ର। ତାଙ୍କ ଚିନ୍ତା, ଭାବନା, କର୍ମ, ସଂକଳ୍ପ କେବଳ ସ୍ୱାର୍ଥ ଜନିତ ଅଟେ, ମନ୍ଦ ଅଟେ। କିନ୍ତୁ ତୁମେ ଏତେ ପ୍ରେମ କରୁଛ, ପ୍ରତି ପ୍ରଭାତରେ ସେମାନଙ୍କର ତତ୍ଵ ନଉଛ, ଯତ୍ନ ନଉଛ, ମନୋଯୋଗୀ ହଉଛ। ମୋର ପ୍ରଭୁ, ମୋର ପ୍ରିୟ ଭାଇ ଏବଂ ଭାଇ ଭଉଣୀ ମାନେ, ଦେଖନ୍ତୁ ପରମେଶ୍ୱରଙ୍କର ମନୋଯୋଗିତା। ସେ ଆପଣା ଦାସ ଦାସୀ ମାନଙ୍କର ତତ୍ଵ ନିଅନ୍ତି, ଯତ୍ନ ନିଅନ୍ତି, ମନୋଯୋଗ କରନ୍ତି। ସେଥିପାଇଁ ତ ପ୍ରାତଃ କାଳରେ ପ୍ରଭୁଙ୍କ ଚରଣ ତଳେ ପ୍ରଭୁଙ୍କ ନିକଟବର୍ତ୍ତୀ ଆବଶ୍ୟକ। ଆମେ ଯଦି ଶୋଇଥିବା, ଗୋଟିଏ ଅଂଶ ମୁଁ ଦେଖୁଛି, ଆଉ ଗୋଟିଏ ଗୀତ ସଂହିତା 21 ତାର 3 ପଦରେ ଲେଖା ଅଛି। ଗୀତ ସଂହିତା 21 ତାର 3 ପଦରେ ଲେଖା ଅଛି, କାରଣ ତୁମ୍ଭେ ନାନା ମଙ୍ଗଳ ଆଶୀର୍ବାଦ ଘେନି ତାଙ୍କ ସମ୍ମୁଖବର୍ତ୍ତୀ ହେଉଅଛ। ପ୍ରାତଃ କାଳରେ କଣ କରନ୍ତି ସେ? ନାନା ମଙ୍ଗଳ, ଦିନ ପରି ଦିନ ନାନା ମଙ୍ଗଳ ଆଶୀର୍ବାଦ ଘେନି ପରମେଶ୍ୱର ତାହାଙ୍କର ସନ୍ତାନ ମାନଙ୍କ, ତାହାଙ୍କର ପୁତ୍ର କନ୍ୟା ମାନଙ୍କ, ତାହାଙ୍କର ଧାର୍ମିକ ମାନଙ୍କ ନିକଟବର୍ତ୍ତୀ ହୁଅନ୍ତି। ପ୍ରାତଃ କାଳରେ ଆମମାନେ ତ ବିବିଧ କର୍ମ କରୁ, କେହି ସକାଳୁ ଉଠି ବ୍ୟାୟାମ করে, କେହି ତ କସରତ, କେହି ତ ପେପର ଖଣ୍ଡେ ଧରିକି ବସେ, ଚା ଟିକେ ଧରିକି ବସେ, ବିଭିନ୍ନ କାମ। କିନ୍ତୁ ଯେତେବେଳେ ପରମେଶ୍ୱର ନାନା ମଙ୍ଗଳ ଏବଂ ଆଶୀର୍ବାଦ ଘେନି ମୋ ନିକଟକୁ ଆସିବେ ପ୍ରାତଃ କାଳରେ, ମୋର ଅବସ୍ଥା କେମିତି ଥିବ? ମୁଁ ଶଯ୍ୟାରେ ପଡିଥିବି ନା ମୁଁ ଜାଗ୍ରତ ହୋଇ ତାଙ୍କୁ ନିକଟରେ ଆପଣା ହସ୍ତ ବିସ୍ତାର କରି, ପ୍ରଭୁ ଯେଉଁ ମଙ୍ଗଳ ଦାନ ମୋ ପାଇଁ ଆଣିଛ, ଏଇ ପ୍ରାତଃ କାଳରେ ଯେଉଁ ଆଶୀର୍ବାଦ ମୋ ପାଇଁ ଆଣିଛ, ମୁଁ ହସ୍ତ ବିସ୍ତାରି ମାଗୁଛି ପ୍ରଭୁ। ମୁଁ ତମର ସେଇ ମଙ୍ଗଳ ଦାନ ନେବାକୁ ଚାହୁଁଛି ପ୍ରଭୁ। ଏକ ସଜାଗ ଅବସ୍ଥାରେ, ଜାଗ୍ରତ ଅବସ୍ଥାରେ କଣ ମୁଁ ପ୍ରଭୁଙ୍କ ନିକଟରେ ଠିଆ ହେଇ ପାରୁଛି, ବସି ପାରୁଛି? ନା ଶଯ୍ୟାରେ ସୁପ୍ତ ଅବସ୍ଥାରେ ପ୍ରାତଃ କାଳରେ, ଅମୃତ କାଳ ସମୟରେ ମୁଁ ଶୋଇ ରହୁଛି? ଏଣୁ ସେ ଆମମାନଙ୍କୁ ଆଶୀର୍ବାଦ କରିବାକୁ ଚାହାନ୍ତି, ଆମମାନଙ୍କୁ ମଙ୍ଗଳ ଦାନ କରିବାକୁ ଚାହାନ୍ତି, ମଙ୍ଗଳ ଦାନ ଦେବାକୁ ଚାହାନ୍ତି ପ୍ରାତଃ କାଳରେ। ଅତି ଗୁରୁତ୍ୱପୂର୍ଣ୍ଣ ଏକ ବିଷୟ ପ୍ରତ୍ୟେକ ଖ୍ରୀଷ୍ଟିଆନ ପାଇଁ। ଅନେକ ମଣ୍ଡଳୀରେ ପ୍ରାତଃ ଉପାସନା କରାଯାଏ, ଉତ୍ତମ ବିଷୟ। ବ୍ୟକ୍ତିଗତ ଭାବେ ଉପାସନା କରାଯାଏ, ଉତ୍ତମ ବିଷୟ। ଆମେ ସେଇ ପ୍ରାତଃ କାଳର ମହତ୍ଵକୁ ଜାଣିବା ଆବଶ୍ୟକ। ଯେ ପରମେଶ୍ୱରଙ୍କର କର୍ମ କଣ, ମୋର କର୍ମ କଣ, ମୁଁ କେମିତି ହେବା ଆବଶ୍ୟକ, ଆଉ ପରମେଶ୍ୱର ପ୍ରାତଃ କାଳରେ କଣ କରନ୍ତି, ଆପଣା ଲୋକମାନଙ୍କ ପ୍ରତି ସେ କଣ କରନ୍ତି? ଆମମାନେ ତ ସମସ୍ତେ ଜାଣିଛୁ, ବିଳାପ 3:22 ଲେଖା ଅଛି, ସଦାପ୍ରଭୁଙ୍କ ଦୟା ପ୍ରତି ପ୍ରଭାତରେ ନୂତନ ବୋଲି ଲେଖା ଅଛି। ସେଥିପାଇଁ ତ ଧାର୍ମିକ ମୁକ୍ତିପ୍ରାପ୍ତ ସାଧୁବୃନ୍ଦ ପ୍ରତି ପ୍ରାତରେ ପ୍ରଭୁଙ୍କ ଶ୍ରୀମୁଖ ଦର୍ଶନ କରିବା ପାଇଁ ଚାତକ ପରି ଚାହିଁ ରହନ୍ତି। ସେମାନେ ଅପେକ୍ଷା କରନ୍ତି, କାରଣ
प्रति प्रभातरे सूर्य परि तेज तांको दया तांको करुणा से ढाली देबा पाई चाहती। आज दिन पाए गत दिन मानक पाए जहाँ सब आम कर्म करिछु प्रभुଙ୍କ दृष्टि मंद विषय मंद चिंता करिछु पाप कर्म अबाटरे जाइछु से समस्त विषय रात्रि परमेश्वर भूली जाते क्षमा कर दियंते आम ओझ घुंचे दियंते हौ छाड़ जहाँ से करिसंते आमे छाड़ ताको भूली जाओ अर्थात निजे भूली जाते घुंचई दियंते आम पाप अपराध को एवं नुआ मन नहीं लिखा प्रति प्रभातरे दया नूतन से नूतन दया नूतन प्रेम नूतन करुणा को मो निकटवर्ती करते मते देवा चाहते प्रति प्रातरे दया चिर नूतन बोली आम गीत शुणुछु। मोर प्रिय भाई माने सजाग अवस्था परमेश्वर निकटवर्ती हेबा प्रात काल उत्तम अटे। सजाग अवस्था सुसज्जित अवस्था प्रात काल कारण से अपना हस्तरे से अनुग्रहर पात्र को आशीर्वाद पात्र को खेली मो निकटवर्ती हेबे आपण मानक निकटवर्ती हेबे आपण मानक एणु आम जाना आवश्यक प्रभु नुआ मन नुआ अंतकरण नुआ दया करुणा धरी आमाने से पुराणार विषय को परित्याग करना जो मन को नहीं शोचु से मन नहीं उठुछु जो संकल्प कर रहुछु से संकल्प रे आमाने पुनर्बार नूतन सकाळ देखि पारुछु। वाक्य लिखा जाए सूर्य अस्त हेबा पूर्वरु शज्या को जीवा पूर्वरु तुमମାନଙ୍କ पाप सब परित्याग कर कहीं कहले विषय किंतु आमाने सूर्य अस्त हेबा पूर्वरु किंबा शज्या को जीवा पूर्वरु पाप को अधर्म को क्रोध को हिंसा को परित्याग कौन करवा मास मास धरी आमाने संचय करिथाउ कुकल्पना करिथाउ शज्या मध्यरे अधर्म को आमने सजाड़ी थाओ पाप को सजाड़ी थाओ क्रोध को सजाड़ी थाओ मु जहा कहिछि ठीक कहिछि जहा करिछि ठीक करिछि किंतु परमेश्वर वाक्य करे जहा तुमे कहिछ जहा तुमे करिछ प्रभुଙ୍କ दृष्टि रे मंद विषय सज्जा को जीवा पूर्व से सब परित्याग कर। मोर प्रिय भाई परित्याग करबा ही आमानकर कर्तव्य आ परित्याग कले ही आमाने नुआ मंगलदान नुआ आशीर्वाद आमाने प्रभु ठारू पाई पारिबा। प्रभुଙ୍କ वाक्य मिथ्या नहीं प्रभुଙ୍କ वाक्य कदापि मिथ्या नहीं आमाने अधर्म नहीं सज्जा को न जाओ। गीत संहिता 6:6 पदरे लिखा अछि कौन लिखा अछि जेते बेले दाऊद पाप कर्म रे लिप्त हेले पाप कर्म रे लिप्त हेले तांको सज्जारे निद्रा हैला नाही निद हैला नहीं तांको सज्जारे निद्रा हैला नहीं आउ से क्रंदन करी निजर पाप को स्वीकार कले लोत को बुहाई प्रार्थना कले लिखा अछि प्रति रात्रि से क्रंदन करूथले आपण सज्जा भसाउथले बोली लिखा अछि कारण प्रभु को वाक्य कहा जाए जे नूतन एक दया प्राप्ति निमंते प्रस्तुत हेबा आवश्यक आमे तुमको नूतन दया करिबा नूतन भावे करुणा करिबा किंतु तुमरो अधर्म तुमे परित्याग सज्जा को जीवा पूर्वरु रात्रि निद्रा जीवा पूर्वरु आपण अधर्म को स्वीकार करले दाऊद भल रूपे जानिथिले जे रात्रर महत्व प्रातर महत्व कौन से प्रति रात्र अपना पाप स्वीकार कर क्रंदन करथिले रोदन करथिले कारण से ठारू परमेश्वर ठारू नूतन दया प्राप्त हेबे नूतन क्षमा प्राप्त हेबे मोक्ष प्राप्त हेबे से उद्देश्य रे से क्रंदन करथिले। देखिबा हम आउ गोटे अंश दाऊद कौन करुथिले देखंतु जेते बेले क्षमा प्राप्ति हेले से समय प्रात काल से कौन करुथिले गीत संहिता 5:3 पदरे लिखा अछि अति महत्वपूर्ण वाक्य प्रत्येक जीवन निमंते आवश्यक यही वाक्य आमाने जानिबा आवश्यक जेहेतु आबे प्रात काल परमेश्वर निकटवर्ती होछु आ जो माने जगत प्रात काल ए सुंदर अवकाश अमृत काल प्रभु निकटवर्ती हमें से माने जानिबा आवश्यक
ଲେଖା ଅଛି କଣ? ହେ ପ୍ରଭୁ, ଦାଉଦ ନିଜେ କହନ୍ତି, ହେ ପ୍ରଭୁ ତୁମେ ପ୍ରାତ କାଳରେ ମୋହର ରବ ଶୁଣିବ, ମୁଁ ପ୍ରାତ କାଳରେ ତୁମ୍ଭ ଉଦ୍ଦେଶ୍ୟରେ ଆପଣା ପ୍ରାର୍ଥନା ସଜାଇବି ଓ ଜଗି ରହିବି। ହାଲେଲୁୟା। ଜଣେ ରାଜାଙ୍କର ଦିବ୍ୟ ଚରିତ୍ର ଅନ୍ତର ମଧ୍ୟରେ ଥିବା ଚରିତ୍ରକୁ ଘୋଷଣା କରୁଛନ୍ତି। କ୍ଷୁଧାକୁ, ତୃଷାକୁ, ପରମେଶ୍ୱରଙ୍କ ପ୍ରତି ଥିବା କ୍ଷୁଧା ଏବଂ ତୃଷାକୁ ସେ ଏହି ସ୍ଥାନରେ ପ୍ରକାଶ କରୁଛନ୍ତି। ମନେ ରଖନ୍ତୁ, ଯାହାଙ୍କ ହୃଦୟରେ ଯାହା ଥିବ ଆପଣ ମୁଖରେ ତାହା ପ୍ରକାଶିତ ହବ। ଆଉ ତାହା ହିଁ ସେ ଉଲ୍ଲେଖ କରନ୍ତି। ମୋ ହୃଦୟରେ ଯଦି ସୁନ୍ଦର ବିଷୟ ନଥିବ, ମୋ ଭାଷା ବି କେବେ ସୁନ୍ଦର ହବ ନାହିଁ। ତାଙ୍କ ହୃଦୟର ସଂକଳ୍ପକୁ ଆମେ ଦେଖୁ, ତାଙ୍କ ହୃଦୟର ଭାବନାକୁ ଆମେ ଦେଖୁ। ହେ ସଦାପ୍ରଭୁ, ତୁମେ ପ୍ରାତ କାଳରେ ମୋହର ରବ ଶୁଣିବ। ଜଣେ ରାଜା, ଇସ୍ରାଏଲର ଜଣେ ମହାନ ରାଜା ପ୍ରାତ କାଳରେ ଉଠି ସେ ପ୍ରାର୍ଥନା କରୁଛନ୍ତି, ମୁଁ ପ୍ରାତ କାଳରେ ପ୍ରାର୍ଥନା କରିବି, ହେ ପ୍ରଭୁ ଆଉ ତୁମେ ମୋହର ରବ ଶୁଣିବ, ମୁଁ ପ୍ରାତ କାଳରେ ତୁମ୍ଭ ଉଦ୍ଦେଶ୍ୟରେ ପ୍ରାର୍ଥନା ସଜେଇ ଦେବି। ହାଲେଲୁୟା। ପ୍ରାର୍ଥନାକୁ ମୁଁ ସଜେଇ ଦେବି। ଆଉ କଣ କରିବି ନା ଜଗି ରହିବି ତୁମ ଠାରୁ ଆଶୀର୍ବାଦର ପାତ୍ର ପାଇବା ପାଇଁ, ଆଶୀର୍ବାଦ କରୁଣାର ପାତ୍ର ପାଇବା ପାଇଁ ମୁଁ ଜଗି ରହିବି। ମୋ ପ୍ରାର୍ଥନାକୁ ମୁଁ ସଜେଇକି ରଖିଦେବି ତୁମ ଚରଣ ତଳେ ପ୍ରାତ କାଳେ। ହାଲେଲୁୟା। ଆମେ ଏ ବଡ ଦିନ ଉପଲକ୍ଷେ ପ୍ରାତ ଉପାସନା କରୁଛୁ ନା ପ୍ରତି ସମୟରେ କରୁଛୁ? ପ୍ରତି ପ୍ରାତରେ କରୁଛୁ? ସାରା ବର୍ଷ କରୁଛୁ? ସାରା ମାସ କରୁଛୁ? ମୁଁ ଜାଣେ ନା। ପ୍ରତି ଉପାସନା ହୁଏତ ଅନେକ ଏଇ ବଡଦିନ ମାସରେ କରନ୍ତି, ପ୍ରାତ କୀର୍ତ୍ତନ କରନ୍ତି, ପ୍ରାତ ଉପାସନା କରନ୍ତି, କିନ୍ତୁ ସାରା ବର୍ଷ କରନ୍ତି ନାହିଁ। କିନ୍ତୁ ଭକ୍ତ ଦାଉଦ କହନ୍ତି ଯେ ମୁଁ ପ୍ରାତ କାଳରେ ତୁମ୍ଭ ଉଦ୍ଦେଶ୍ୟରେ ଆପଣା ପ୍ରାର୍ଥନା ସଜେଇଦେବି। ତାଙ୍କ ପାଇଁ ବଡଦିନ ନଥିଲା, ସେ କୌଣସି ପ୍ରି ଖ୍ରୀଷ୍ଟମାସ ପାଳନ କରୁନଥିଲେ, କିନ୍ତୁ ତାଙ୍କ ମନର ବ୍ୟାକୁଳତା ପ୍ରଭୁଙ୍କ ପାଇଁ କେତେ ତାହା ଦେଖିବା ଆବଶ୍ୟକ, ଜାଣିବା ଆବଶ୍ୟକ। କାହିଁକି ଆମେ ପ୍ରାତର ଉପାସନା କରୁଛୁ? ପ୍ରାତର ମହତ୍ଵ କଣ ସେ କଥା ଆମେ ଜାଣିବା ମଧ୍ୟ। ବଡଦିନ ଆସିଛି, ପ୍ରି ଖ୍ରୀଷ୍ଟମାସ, ଆଉ ମତେ ଜୁମରେ ସମୟ ଦେଇଛନ୍ତି, ସେଥିପାଇଁ ମୁଁ ଟିକେ ପ୍ରାର୍ଥନା କରିବି। କିନ୍ତୁ ଏହା ଅଧୁରା ଅଟେ, ଅପୂର୍ଣ୍ଣ ଅଟେ, ଯଥେଷ୍ଟ ନୁହେଁ। ସେ ପ୍ରାର୍ଥନା ପୂର୍ବକ ଆଶୀର୍ବାଦ ଏବଂ ଦୟା ପାଇବା ପାଇଁ ସେ ଜଗି ବସିଛନ୍ତି। ସେଥିପାଇଁ କହିଲେ, କାରଣ ତୁମ୍ଭେ ହେ ପ୍ରଭୁ ତୁମେ ନାନା ମଙ୍ଗଳ ଓ ଆଶୀର୍ବାଦ ଘେନି ଆମ୍ଭମାନଙ୍କ ସମ୍ମୁଖବର୍ତ୍ତୀ ହେଉଅଛ। କେତେବେଳେ? ପ୍ରାତ କାଳରେ। ସେଥିପାଇଁ ଦେଖନ୍ତୁ, ଏହା ତ ଦାଉଦଙ୍କର କର୍ମ ଥିଲା। ଦାଉଦ ପ୍ରତି ପ୍ରାତରେ କଣ କରନ୍ତି? ପ୍ରାର୍ଥନା, ପ୍ରାର୍ଥନା, ପ୍ରାର୍ଥନା। ମୁଁ ସଜେଇ ଦେବି ପ୍ରଭୁ, ତୁମ ଚରଣରେ ମୁଁ ସଜେଇ ଦେବି, ତୁମ ସମ୍ମୁଖରେ ମୁଁ ସଜେଇ ଦେବି। ଦାଉଦଙ୍କ ପ୍ରାର୍ଥନା। ଆଉ ଯେତେବେଳେ ସେ ପ୍ରାର୍ଥନା ସଜେଇ ପାରୁନଥିଲେ, ପ୍ରାତ କାଳରେ ଜଗି ରହି ପାରୁନଥିଲେ ପ୍ରଭୁଙ୍କ ଆଶୀର୍ବାଦ ପାଇଁ, ସେତେବେଳେ ତା ପୂର୍ବରୁ କଣ ଛରେ ସେ ରୋଦନ କରୁଥିଲେ, କାନ୍ଦୁଥିଲେ, ମୁଁ ସଜେଇ ପାରୁନାହିଁ ପ୍ରଭୁ ପ୍ରାର୍ଥନାକୁ, ମୋର ପ୍ରାର୍ଥନାକୁ ତୁମ ତଳେ ଥୋଇ ପାରୁନାହିଁ ପ୍ରଭୁ, ମୋର ଅଧର୍ମ ମତେ ଭ୍ରାନ୍ତ କରିଅଛି, ତୁମ ଠାରୁ ଦୂରେଇ ନେଉଛି। ସେଥିପାଇଁ 6 ଅଧ୍ୟାୟ ଗୀତା ସଂହିତା 6:6 ଲେଖାଛି, ସେ ରାତ୍ର ସମୟ କାନ୍ଦୁଥିଲେ, ନା ପ୍ରଭୁ ମୁଁ ତୁମ ନିକଟରେ ମୋର ପ୍ରାର୍ଥନାକୁ, ତୁମ ନିକଟରେ ମୋର ପ୍ରଶଂସାକୁ ମୁଁ ସଜେଇ ପାରୁନାହିଁ। ଆମେ କେବେ ବିବେଚନା କରିଛୁ? ଅଧର୍ମ ଅବସ୍ଥାରେ ଥିଲେ ପ୍ରାର୍ଥନା କରିବାକୁ ଆମେ ଧୁରନ୍ଧର ହଉଛୁ, ଆକବର ହଉଛୁ। ଅନେକ କ୍ରୋଧ, ଅନେକ ଇର୍ଷା ଭାବ, ଅନେକ ଭେଦଭାବ ଆମମାନଙ୍କ ହୃଦୟ ମଧ୍ୟରେ ଥିଲେ ମଧ୍ୟ ବାକ୍ୟ ପ୍ରଚାର କରିବାରେ, ପ୍ରଭୁଙ୍କ ନିକଟରେ ଅନର୍ଗଳ ପ୍ରାର୍ଥନା କରିବାରେ, ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କରିବାରେ ଆମେ ତତ୍ପର ହଉଛୁ। ଏବେ ବିବେଚନା କରିଛୁ ଦାଉଦଙ୍କ ପରି ଅଧର୍ମ, ପାପ ତାଙ୍କ ହୃଦୟରେ ଥିବା ହେତୁ, ତାଙ୍କ ଜୀବନରେ ଥିବା ହେତୁ ସେ ପ୍ରାର୍ଥନାକୁ ସଜେଇ ପାରୁନଥିଲେ। ପ୍ରାତ କାଳରେ ସେ କ୍ରନ୍ଦନ କରୁଥିଲେ। ଆମେ ଦେଖୁ, ଯେଉଁ ପ୍ରଭୁ ଦିନକୁ ଦିନ ଆମ୍ଭମାନଙ୍କ ଭାର ବହନ କରନ୍ତି, ସେ ଧନ୍ୟ। ଏଇ ଦାଉଦ କହନ୍ତି,
गीत संहिता 68:19 पदरे कहती जे जेउ प्रभु दिन को दिन प्रति प्रातरे प्रति सकाल रे प्रति मुहूर्त रे आम्भ मान को भार बहन करती से धन्य। मोर प्रिय भाई गुणवादी जदि आपण माने प्रातः काल रे प्रभु को निकटवर्ती पहुंची ता जानी रखंतु जे प्रभु आपण मान को भार बहन करबा को जाउछंती। आपण मानकर परिवार भार चिंतार भार समस्यार भार बहन करबा को जाउछंती जेतु प्रातः काल रे ताहांकर कर्म ताहा तांकर प्रकृत कर्तव्य कौन जे हे जेउ प्रभु दिन को दिन आंभ मान को भार बहन करती से धन्य। आमान को भार को बहन करती प्रातः काले जगत नीरव रे सोई जाइछि सुप्त अवस्था रे थिबा बेले आमे जागृत हेबा पड़ुछु। आमे जागृत होई तांको करुणा को दया को आमार अपेक्षा करूछु। एडू से कहंती धन्य सेई प्रभु। भक्त दाऊद कहंती जे आंभ मान को भार को दिन को दिन प्रति समय प्रति दिन रे प्रातरे आमान को भार परिवार भार रोग व्याधि समस्या पिलामान को भार से बहन करते सेति पाई से धन्य। मोर प्रिय भाई माने वृथा हबनी आपनकर निद्रा को तेजी शज्या को तेजी प्रभु को पाद तले बसिछंती केबे वृथा हबनी से अमूल्य समय प्रभु को पाई देइछंती। निश्चित भावे ए समस्त जहाँ सब वाक्य आम देखुछु आपण मान जीवन रे साधित हो सफल आपण मान भार बहन करने को से प्रातः काल रे आपण द्वार आसुछंती। आप नाना मंगल आशीर्वाद धरी आपण निकटवर्ती होउछंती जेहेतु आपण माने शज्या त्याग करी तांको श्रीमुख दर्शन करबा पाई प्रातः काल रे बसिछंती। आउ गोटे अंश देखा जिसाय कौन करती प्रातः काल रे जिसाय कौन करती प्रातः काल रे आमे देखिबा दाऊद कौन कले देखिलु आमे जिसाय आयुब कौन कले देखिलु आमे। जिसाय 33:2 पद सेठा लेखा अछि तुम्हे प्रति प्रभात से मान को भारत स्वरूप होइछ ओ संकट समय रे मध्य आंभ मानकर त्राण स्वरूप होइछ। जिसाय कौन करती प्रति समय प्रति प्रभात रे त्राण स्वरूप परमेश्वर आमान को भार बहनकारी परमेश्वर से होंती बोल लिखा अछि। प्रति प्रभात रे परमेश्वर को वाक्य मिथ्या नहीं मोर प्रिय भाई प्रतिज्ञा रे विश्वस्त परमेश्वर अटंती आपना वाक्य को से महत कर आछंती। खाउछि 138:2 पदरी आंभर सकल नाम अपेक्षा आपना वाक्य को महत करियछु से वाक्य मते आपण मान को देइछ से आम मानकर प्राण स्वरूप परमेश्वर आम मान को भार बहनकारी परमेश्वर केते बेले ना प्रति प्रभात रे आमान को भार को बहन करंती एवं त्राण उद्धार कर्म आरंभ करती प्रति प्रभात रे। जिसाय 33:2 पदरे लिखा अछि। पुणी जिसाय कौन कहती सुना जाउछि हेलो शुभुछि तो हाँ शुभुछि प्रेज द लॉर्ड। पुनर्बार आमे जिसाय को विषय सुनिबा देखंतु जिसाय कहती कौन से मो जीवन त्राण स्वरूप प्रति प्रभात रे से मनोयोगी करते परमेश्वर कर्म कौन प्रति प्रातरे प्रति प्रभात रे आम से विषय देखुछु परमेश्वर कर्म कौन कौन से करती। द्वितीय जिसाय कहते कौन सदा प्रभु प्रति प्रभात रे मोर कर्ण को जागृत करांती केते लेखा अछि 50:4 पद जिसाय लेखा अछि जे मोहर कर्ण को मोहर चक्षु को मोहर पंच इंद्रिय को से जागृत करती तांको रब शुणिबा पाए। जिसाय तो भविष्य वक्ता दिन समय रे जन गहली समय रे प्रभु को रब शुणी पारंती नाही एडू रात्र काल रे से आपना कर्ण उन्मुक्त करी परमेश्वर को रब शुणिबा पाए तत्पर होंती।
କି ମହତ ବିଷୟ। କାରଣ ଭାବବାଦୀ ମାନଙ୍କୁ ପରମେଶ୍ୱରଙ୍କର ରବ ଥାଏ, ସେମାନଙ୍କ ପ୍ରତି ତାଙ୍କର ରବ ଥାଏ, ସେ କଥା କହନ୍ତି। ଆଉ ସେଇ ରବ ଶୁଣିବା ପାଇଁ ଯିଶାୟ ପ୍ରତି ପ୍ରାର୍ଥନା ସେ ଆପଣା କର୍ଣ୍ଣକୁ ଜାଗ୍ରତ କରନ୍ତି। ପ୍ରଭୁ ଆଜି ମତେ କଣ କହିବେ, ଏଇ ଦେଶ ରାଜ୍ୟ ପାଇଁ କଣ କହିବେ, ଏଇ ଜାତି ପାଇଁ କଣ କହିବେ, ମୁଁ ପ୍ରଭୁଙ୍କ ରବ ଶୁଣିବା ପାଇଁ ଜାଗ୍ରତ ହଉଛି, ମୋର କର୍ଣ୍ଣ ଜାଗ୍ରତ ହଉଛି। କି ସୁନ୍ଦର ଏକ ବିଷୟ। ସେ ପ୍ରଭୁଙ୍କ ରବ ଶୁଣିବା ପାଇଁ ସେ ମୋହର କର୍ଣ୍ଣକୁ ଜାଗ୍ରତ କରାନ୍ତି ବୋଲି ଲେଖାଅଛି। ଅର୍ଥାତ୍ ଯିଶାୟ ଜଣେ ଭାବବାଦୀ, ଶ୍ରେଷ୍ଠ ଭାବବାଦୀ। ଇସ୍ରାଏଲର ରାତ୍ରରେ ଉଠିବା କଣ ଆବଶ୍ୟକ? ପ୍ରଭୁ ତାଙ୍କ ମହାନ ପ୍ରଭୁଙ୍କର ଦାସ, ସେ ତ ମହାନ ଶ୍ରେଷ୍ଠ ଭାବ ଭବିଷ୍ୟତ ବକ୍ତା। ରାତ୍ର ସମୟରେ ଉଠିବାର କଣ ଆରାମ ତ ଶୋଇପାରିଥାନ୍ତେ, କିନ୍ତୁ ସେ କହୁଛନ୍ତି କଣ, ମୁଁ ଉଠେ ପ୍ରତି ରାତ୍ର ପ୍ରତି ପ୍ରଭାତରେ ମୁଁ ଉଠେ, ଆଉ ପ୍ରଭୁଙ୍କ ରବ ଶୁଣିବା ପାଇଁ ମୋର କର୍ଣ୍ଣକୁ ମୁଁ ଉନ୍ମୁକ୍ତ କରେ, ସେ ମୋର କର୍ଣ୍ଣକୁ ଜାଗ୍ରତ କରାନ୍ତି ବୋଲି କହ। ହାଲେଲୁୟା। ଆଜି ଆମମାନଙ୍କ କର୍ଣ୍ଣକୁ ପ୍ରଭୁ ଜାଗ୍ରତ କରିଛନ୍ତି ତାଙ୍କ ରବ ଶୁଣିବା ପାଇଁ, ତାଙ୍କ ନିକଟରେ ପ୍ରାର୍ଥନା କରିବା ପାଇଁ, ମୁଣ୍ଡ ନୁଆଁଇ ପ୍ରଣାମ କରିବା ପାଇଁ। ଯିଶାୟଙ୍କ ପରି କେବେ ଆମମାନେ ସେ ଦାଉଦଙ୍କ ପରି, ଆୟୁବଙ୍କ ପରି, ଯିଶାୟଙ୍କ ପରି ପ୍ରାତଃ କାଳରେ ଏ ମହତ୍ ମହତ୍ କାର୍ଯ୍ୟମାନ ସାଧନ କରିପାରୁଛୁ କି? ନାଇଁ କିଛି ଦିନ ପାଇଁ, ଏଇ କିଛି ଦିନ ପାଇଁ ଏହା କରୁଛୁ ନା ଜୀବନରେ ସବୁ ଅବସ୍ଥାରେ କରୁଛୁ। ଏଣୁ ଆମମାନେ ଭୁଲି ନ ଯାଉ ମୂଷା କଣ କରନ୍ତି ଦେଖନ୍ତୁ ଆଜ୍ଞା। ଯିଶାୟ କଣ କରନ୍ତି ପ୍ରାତଃ କାଳରେ, ଆୟୁବ କଣ କରନ୍ତି, ଦାଉଦ କଣ କରନ୍ତି, ଆଉ ମୂଷା କଣ କରନ୍ତି ଦେଖନ୍ତୁ। ମୂଷା 91ରେ 14 ପଦ ଗୀତ ସଂହିତା ସେଟା ଲେଖା ଅଛି, ହେ ପ୍ରଭୁ ପ୍ରଭାତରେ ଆମ୍ଭମାନଙ୍କୁ ତୁମ ଦୟାରେ ତୃପ୍ତ କର, ତହିଁରେ ଆମ୍ଭେ ଯାବ ଜୀବନ ହୃଷ୍ଟ ଓ ଆନନ୍ଦିତ ହେବା। ମୂଷାଙ୍କ ପରି ଜଣେ ଭାବବାଦୀ, ଜଣେ ଶ୍ରେଷ୍ଠ ନେତା, ସେ ଆଜି ଚାତକ ପରି ଚାହିଁ ରହିଛନ୍ତି, ପ୍ରଭାତରେ ତୁମ୍ଭ ଦୟାରେ ଆମ୍ଭଙ୍କୁ ତୃଷ। ପ୍ରାର୍ଥନା ପ୍ରାର୍ଥନା ପ୍ରାର୍ଥନା। ମୂଷା ନିଜେ, ମୂଷା, ଆୟୁବ, ଯୋଉମାନେ କି ମାନେ କଣ କହିବା ଆମେ, ବାଇବଲର ଜଣେ ମହାନ ଶ୍ରେଷ୍ଠ, ତାଙ୍କ ଠାରୁ ଆଉ ଜଗତରେ କେହି ନାହାନ୍ତି, ତାଙ୍କ ପରି ଆଉ ଜଗତରେ କେହି ନାହାନ୍ତି। ସେହିପରି ଏକ ମହାନ ବ୍ୟକ୍ତିତ୍ୱର ଅଧିକାରୀ ମାନେ ସେମାନେ ପ୍ରାର୍ଥନା କରୁଛନ୍ତି ପ୍ରାତଃ କାଳରେ, ତୁମ୍ଭ ଦୟାରେ ପ୍ରଭୁ ଆମ୍ଭମାନଙ୍କୁ ତୃପ୍ତ କର। ଏଇ ପ୍ରାତଃ କାଳରେ, ଏହି ପ୍ରଭାତରେ, ଯଦ୍ୱାରା ଆମ୍ଭେମାନେ ଯାବଜ୍ଜୀବନ ସାରା ଦିନ ହୃଷ୍ଟ ଓ ଆନନ୍ଦିତ ହବା। ଆମେ କି ସେଇ ମୂଷାଙ୍କ ପରି ପ୍ରଭାତ କାଳେ ପ୍ରାର୍ଥନା କରୁଛୁ ହୃଦୟରେ ଆନନ୍ଦିତ ହେବା ପାଇଁ, ମନରେ ପ୍ରଫୁଲ୍ଲ ହେବା ପାଇଁ, ହୃଷ୍ଟଚିତ ହେବା ପାଇଁ? ଆମେ ଦାଉଦଙ୍କ ପରି ପ୍ରାର୍ଥନାକୁ ପ୍ରଭୁଙ୍କ ପାଦ ତଳେ ସଜାଡି ଦଉଛୁ। ମୁଁ ସଜାଇବି, ପ୍ରାର୍ଥନା ସଜାଇବି ଏବଂ ଜଗି ରହିବି କହୁଛନ୍ତି, କାରଣ ଆଶୀର୍ବାଦ କରୁଣାର ପାତ୍ର ଧରି ପ୍ରାତଃ କାଳେ ପ୍ରଭୁ ଆସନ୍ତି ବୋଲି ସେମାନେ ଜାଣିଥିଲେ। ସେମାନେ ଜାଣିଛନ୍ତି ଯେ ପ୍ରତି ପ୍ରାତରେ ତାଙ୍କ ଦୟା ନୂତନ, ଆଉ ନୂତନ ଆଶୀର୍ବାଦ ଘେନି ମୋ ପାଖକୁ ସେ ଆସିବେ, ମୁଁ ଜଗି ରହିବି। ସେମାନେ ପରମେଶ୍ୱରଙ୍କର ମହତ କର୍ମ ପ୍ରାତଃ କାଳରେ ଯେ କଣ ତାହା ସେମାନେ ଜାଣିଥିବା ହେତୁ ଏମାନେ ପ୍ରାତଃ କାଳରେ ଅପେକ୍ଷା କରି, ପ୍ରସ୍ତୁତ ହୋଇ ଅପେକ୍ଷା କରୁଛନ୍ତି। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆମମାନେ ଜାଣିବା ଆଉ ଜଣେ ବ୍ୟକ୍ତିତ୍ୱ, ଆଉ ଜଣେ ମହାନ ବ୍ୟକ୍ତିଙ୍କର ଜୀବନ କଣ, ଆୟୁବଙ୍କ ଜୀବନ ଆମେ ଦେଖୁ। ପୁତ୍ର ମାନଙ୍କ ନିମନ୍ତେ ପ୍ରତି ପ୍ରାତରେ ସେ ପ୍ରତ୍ୟେକଙ୍କ ନାମ ଧରି ଯଜ୍ଞ କରୁଥିଲେ, ପ୍ରାର୍ଥନା କରୁଥିଲେ। ଜଣେ ପିତା, ଜଣେ ବାପାଙ୍କର କର୍ତ୍ତବ୍ୟ। ସେ ଜାଣିଥିଲେ ଯେ ପ୍ରାତଃ କାଳେ ମୁଁ ଆଶୀର୍ବାଦ ପାଇବି, ପ୍ରାତଃ କାଳେ ମୋ ନିମନ୍ତେ ଅନୁଗ୍ରହର ପାତ୍ର ଢଳାଯିବ। ଏଣୁ ସେ ନିଦ୍ରାକୁ ପରିତ୍ୟାଗ କରି, ଶଯ୍ୟାକୁ ପରିତ୍ୟାଗ କରି ସେ ଉଠି ପିଲାମାନଙ୍କ ନାମ ଧରି ଧରି ସେ ପ୍ରାର୍ଥନା କରୁଛନ୍ତି। ପ୍ରାତଃ କାଳରେ ଲେଖା ଅଛି, ଆମ୍ଭର ପୁତ୍ରମାନେ ପାପ କରିଥିବେ, ମନେ ମନେ ପରମେଶ୍ୱରଙ୍କୁ ପରିତ୍ୟାଗ କରିଥିବେ, ସେ ପ୍ରତି ପ୍ରଭାତରେ ପିଲାମାନଙ୍କ ନାମକୁ ନେଇ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି। ଜଣେ ପିତାର
ଶୋଇ ଯାଆନ୍ତୁ ପରିବାର ସମସ୍ତେ, ପିଲାମାନେ ଶୋଇଛନ୍ତି, ପରିବାର ଶୋଇଛନ୍ତି, ସମାଜ ଶୋଇଛି, କିନ୍ତୁ ଆୟୁବଙ୍କର ଚକ୍ଷୁ ଉନ୍ମୁକ୍ତ, ଆୟୁବଙ୍କ ହୃଦୟ ଉନ୍ମୁକ୍ତ। ସେ ପ୍ରଭୁଙ୍କ ପାଦ ତଳକୁ ଯାଉଛନ୍ତି, କାରଣ ସେମାନେ ଜାଣିଛନ୍ତି ପରମେଶ୍ୱର ନୂତନ ଏକ ଦୟା ପ୍ରାତ କାଳରେ ପ୍ରଦାନ କରନ୍ତି ବୋଲି, ନୂତନ ଏକ ଅନୁଗ୍ରହ, ନୂତନ ଏକ କରୁଣା। କାରଣ ସବୁବେଳେ କ୍ରୋଧ କରନ୍ତି ନାହିଁ, ଆମମାନଙ୍କର ଅଯୋଗ୍ୟତାକୁ ଧରି ରଖନ୍ତି ନାହିଁ, ସେ କ୍ଷମାମୟ, ସେ ନିଜର ସଂକଳ୍ପକୁ ପରିବର୍ତ୍ତନ କରନ୍ତି। ପରମେଶ୍ୱର ରାତ୍ର ସମୟରେ ନିଜର ସଂକଳ୍ପକୁ ପରିବର୍ତ୍ତନ କରନ୍ତି। ଆମ୍ଭମାନଙ୍କର ଦୁର୍ବଳତା ଦେଖି ଛାଡ, ଗତକାଲି ଏମିତି କହିଦେଲା, ସେମିତି କହିଦେଲା, ସେମିତି ପାପ କଲା, ଏମିତି ଅବାଟରେ ଗଲା, ରାତ୍ର ସମୟରେ କହନ୍ତି କଣ, ହଉ ଛାଡ, ସକାଳ ହେଲା, ନୂଆ ମନ, ନୂଆ ଅନ୍ତକରଣ ନେଇ, ନୂଆ ଜୀବନ, ନୂଆ ଆଶୀର୍ବାଦ ନେଇ ପ୍ରଭୁ ନିକଟବର୍ତ୍ତୀ। ଜଣେ ପିତା ମାତାଙ୍କର ଜୀବନ ପରି ଆପଣା ପିଲାମାନେ, ନିଜ ପିଲାମାନେ ଯେତେ ଦୁଷ୍ଟ ହୁଅନ୍ତୁ, ଯେତେ ଅବାଟରେ ଯାଆନ୍ତୁ, ତଥାପି ରାତ୍ରିରେ ଯଦି ଶୋଇଥିବ, ମା ତାଙ୍କୁ ଦେଖିବ, ବାପା ତାଙ୍କୁ ଦେଖିବ, ଛୁଆ ଛାଡ, ତାଙ୍କ କଥା ଛାଡ, ଯାହା କଲା କଲା, କାଲି ପୁଣି ସେଇ ନୂଆ ମନ ନେଇ ଆଉ ଥରେ ତାଙ୍କୁ ଗେଲ କରିବ, ପୁଅ ବୋଲି ଡାକିବ, ଝୁଅ ବୋଲି ଡାକିବ। ଯଦି ପିତାମାତା କରିପାରୁଛନ୍ତି, ତାହେଲେ ପରମେଶ୍ୱର କଣ କରିବେ? ପରମେଶ୍ୱରଙ୍କର ବାକ୍ୟରେ ଲେଖା ହେଇଛି ଯେ ଆମେ ପିତା ତୁଲ୍ୟ ତୁମମାନଙ୍କୁ ପ୍ରେମ କରୁଛୁ ବୋଲି ଲେଖା ଅଛି। ସେଥିପାଇଁ ଯୋଉ ସମୟରେ ଆମେ ଶଯ୍ୟାରେ ଶୋଇଯାଉ, ଆପଣ ଅଧର୍ମକୁ ଟିକେ ସ୍ମରଣ କରି ପରିତ୍ୟାଗ କରିବାର ଅଛି, ପାପକୁ ଟିକେ ପରିତ୍ୟାଗ ପ୍ରଭୁ ଜୀବନରେ ଗତକାଲି ମୁଁ ଯାହା କରିଦେଇଛି, ତୁମ ନାମ ସକାଶେ ପ୍ରାର୍ଥନା କରୁଛି, ତୁମ ଜନତରେ ପ୍ରାର୍ଥନା କରୁଛି, ମୋର ପାପ ଅଯୋଗ୍ୟତା ତୁମେ କ୍ଷମା, ମୁଁ ଶଯ୍ୟାକୁ ଯାଉଛି ପ୍ରଭୁ, ମୋର ଅଧର୍ମ ତୁମେ କ୍ଷମା କର। ମୁଁ ନୂତନ ଏକ ଦିନ ଯେପରି ଦେଖିବି, ନୂତନ ଏକ କରୁଣା ଦୟା ଆଶୀର୍ବାଦ ଯେପରି ପାଇବି, ସେଥିପାଇଁ ମୋର ଅଧର୍ମ ତୁମେ ସୂର୍ଯ୍ୟ ଅସ୍ତ ପୂର୍ବରୁ ତୁମେ ମୋର ପାପ ଅଧର୍ମ କ୍ଷମା କର, ପରିତ୍ୟାଗ। ଏକ ମହତ୍ଵ ଏକ ବିଷୟ, 100ରୁ 90 ଭାଗ ଲୋକ ଏ କର୍ମ କରନ୍ତି ନା। ସନ୍ଧ୍ୟା କାଳି ଶଯ୍ୟାକୁ ଯିବା ପୂର୍ବରୁ ପ୍ରାର୍ଥନା କରି ଅଧର୍ମକୁ ସ୍ୱୀକାର କରନ୍ତି ନାହିଁ, କାରଣ ଏଇ ସମସ୍ତ ମଙ୍ଗଳଦାନ ଯାହା ସବୁ ଆମେ ପାଠ କଲୁ, ସେଇ ସମସ୍ତ ସେମାନେ ପ୍ରାପ୍ତ ହୁଅନ୍ତି ନାହିଁ, ଯେହେତୁ ଅଧର୍ମ ଥିଲେ ଆଶୀର୍ବାଦ ଆସିବ ନାହିଁ। ଅଧର୍ମ ଓ ଆଶୀର୍ବାଦ ପରିପୂର୍ଣ୍ଣ ଭିନ୍ନ ଭିନ୍ନ, ସେମାନେ ବୈରୀ ସଦୃଶ୍ୟ, ସେମାନେ ଅଧର୍ମ ଥିଲେ ଆଶୀର୍ବାଦ ନୁହେଁ। ଆମେ ଆଉ ଗୋଟେ ବିଷୟ ଦେଖିବା, ଇସ୍ରାଏଲ ମାନେ ମଧ୍ୟ, ଇସ୍ରାଏଲ ଲୋକମାନେ ଯୋଉମାନେ ମିଶରରୁ କିଣା ଯାଉଥିଲେ, ସେମାନଙ୍କୁ ପ୍ରଭୁ ଆଶୀର୍ବାଦ କରୁଥିଲେ କଣ, ଯେ ପ୍ରତି ପ୍ରଭାତରେ ମାନା ଯୋଗଉଥିଲେ। ସେମାନେ ସକାଳୁ ଯଦି ଶୋଇ ପଡିବେ, ଆଜ୍ଞା ସାରା ଦିନର ଖାଦ୍ୟ ସେମାନଙ୍କର ବନ୍ଦ ହେଇଯିବ ପ୍ରାତ କାଳରେ। କାହିଁକି? ଦିନ 12ଟା 1ରେ ସନ୍ଧ୍ୟା 4ଟା ବେଳେ ପ୍ରଭୁ ମାନା ବସେଇଲେ ନାହିଁ, ଯେ ପ୍ରାତ କାଳରେ ହିଁ ମାନାକୁ ବସେଇଲେ। ଆମମାନଙ୍କର ଆବଶ୍ୟକତା ସେ ଜାଣନ୍ତି ବୋଲି ପ୍ରତି ପ୍ରଭାତରେ ମାନାକୁ ବର୍ଷଉଥିଲେ ଇସ୍ରାଏଲ ଲୋକମାନଙ୍କ ପାଇଁ। ତେବେ କଣ ଆମମାନଙ୍କ ପାଇଁ? ଆମମାନଙ୍କ ପାଇଁ ପ୍ରଭୁ ଆତ୍ମିକ ମାନ ଦେବେ ନାହିଁ, ଆତ୍ମିକ ଆହାର ଦେବେ ନାହିଁ? ଯଦି ମୁଁ କ୍ଷୁଧାର ସହ ଜଗି ରହିଛି, ପ୍ରାର୍ଥନା ପୂର୍ବକ ଜଗି ରହିଛି, ପ୍ରଭୁ ତୁମ ସେ ସ୍ୱର୍ଗୀୟ ମାନ ଏଇ ପ୍ରାତକାଳୀ ମତେ ଦିଅ। ହାଲେଲୁୟା। ତୁମର ସେ ଅମୃତ ତୁଲ୍ୟ ଦିବ୍ୟ ମାନା ମୋ ନିମନ୍ତେ ଦିଅ ପ୍ରଭୁ, ବର୍ଷାଇ ଦିଅ। ଇସ୍ରାଏଲ ଲୋକମାନଙ୍କୁ ପ୍ରାତ କାଳରେ ତୁମେ ଦଉଥିଲ, ଆଜି ମତେ ମୋ ପରିବାରକୁ ସେ ଅମୃତ ତୁଲ୍ୟ ସେ ସ୍ୱର୍ଗୀୟ ମାନା ଦିଅ। ଆମେ ଜଗିଥିଲେ ତ ଆମମାନେ ପାଇବା, ଆମେ ଜାଗ୍ରତ ହେଲେ ତ ଆମମାନେ ପାଇବା। ଆମେ ଯଦି ଶଯ୍ୟାରେ ଶୋଇଥିବା, ପ୍ରଭୁ କେବେ ବି ଆମମାନଙ୍କ ପାଇଁ ସେ ସ୍ୱର୍ଗୀୟ ମାନା ଦେବେ, ସ୍ୱର୍ଗୀୟ ମାନା ଦେବେ ନାହିଁ, ଘୁଞ୍ଚା ଯିବ ସେଟା ଅନ୍ୟମାନଙ୍କ ପାଇଁ ଯୋଉମାନେ ଜାଗ୍ରତ। ସେଥିପାଇଁ ତ ବାକ୍ୟରେ ଲେଖା ହଉଛି, ନିଦ୍ରିତ ହେ ନିଦ୍ରିତ ତୁମେ ଜାଗ, ତୁମେ ଉଠ, ତୁମେ ଉଠ, ଶାରୀରିକ ଭାବେ ଉଠ, ଆତ୍ମିକ ଭାବେ ମଧ୍ୟ ଉଠ। ତୁମେ ଖ୍ରୀଷ୍ଟ ତୁମମାନଙ୍କୁ ଆଲୋକ ପ୍ରଦାନ କରିବେ, ଜ୍ୟୋତି ପ୍ରଦାନ କରିବେ, ପରିତ୍ରାଣ ପ୍ରଦାନ କରିବେ, କାରଣ ସୂର୍ଯ୍ୟ ଉଦୟ ହେବାର ସମୟ ଆସିଯାଇଛି, ଖ୍ରୀଷ୍ଟଙ୍କ ଉଦୟ ହେବାର ସମୟ ଆସିଯାଇଛି। ତୁମେ ନିଦ୍ରାରେ ନିଦ୍ରିତ କେତେ କାଳ ହବ, ଉଠି ଯାଅ ମୋର ପ୍ରିୟ ଭାଇ। ଏଣୁ ଏ ପ୍ରାତ କାଳର ମହତ୍ଵକୁ ମାନେ ଜାଣିବା ଆବଶ୍ୟକ।
आमानकर बाइबल जो माने दिव्य पुरुष से माने आदर्श देखैछंती से मानक जीवन रे जहा घटी अछि साक्ष्य स्वरूप आज मते आपण मान को देइछंती ताहाको आमे जानिबा परमेश्वरकर कर्म को जानिबा प्रातः काले परमेश्वर कोन हाँ अनेक अछंती प्रातः काले कोन करंती देखंतु जिसाय 5:11 पदरे देखुन लेखा अछि एमाने मध्य प्रातः काले उठंती एमाने मध्य प्रातः काले उठंती आ कोन करंती देखुन लेखा अछि सुरापान करिबा पाई प्रातः काले उठुथिबा व्यक्ति संतापर पात्र अनेक अछंती प्रभुଙ୍କ सानिध्य को जीवा पाई अनेक अछंती शारीरिक कर्म करिबा पाई चाषबास करिबा पाई व्यवसाय करिबा पाई आउ केही केही उठंती जे मद्यपान करिबा पाई मध्य प्रातः काले उठंती मद्यपान करिबा पाई प्रभु कहते से माने संतापर पात्र एक अमूल्य समय को अमृतर एक समय मूल्य से माने बुझिले नाही जानिले नाही मद्यपान करिबा पाई प्रातः काल से माने देखंतु से माने मध्य दुष्ट मध्य उठे प्रातः काल पापी मध्य उठे प्रातः काल अपना संकल्प को साधन करिबा पाए मंद संकल्प को साधन करिबा पाए पापी माने मध्य प्रातः काल उठंती अपना कर्म को सिद्ध करिबा पाए अपना इच्छा को सिद्ध करिबा पाए प्रभु से मान को कहउछंती से माने संतापर पात्र दंडर पात्र क्रोधर पात्र से माने बहुमूल्य समय को पापरे से माने विनियोग करुछंती पाप पाए आकृष्ट होछंती आमे के उद्देश्य रे प्रातः काल रे उठुछु प्रातः काल रे आमारे शଯ୍या परित्याग करी के उद्देश्य कोन अमान को किछि स्वार्थ पाए प्रातः काल रे उठुछु के अमान को किछि तृषा पाए न हो समय पड़िछि बड़ प्रिय भाई दिन सारा किंतु प्रातः काल एक महत्व समय आशीर्वाद समय मृतर एक समय एणु এই महत्व समय को आमाने अଯଥାରେ विनियोग न करू मंद उद्देश्य विनियोग न करू लेखा जाए कौन जे माने सुरापान करिबा पाए मद्यपान करिबा पाए व्यभिचार करिबा पाए चोरी करिबा पाए कुकर्म करिबा दुर्नीति करिबा पाए से माने प्रातः काल रे उठुछंती से माने संतापर एणु प्रातः काल महत्व आमाने बुझिबा आवश्यक शेष विषय मु कहबी ताहले कौन सिद्ध प्रभु को दास दासी माने शयन करती नहीं शज्या को जानती नहीं से माने सोइबे नहीं सबुबले सकाळु उठी प्रार्थना करिवे दिन राति प्रार्थना करिवे प्रभु को निकटवर्ती होले से मानक पई निद्रा न जीवे नहीं मोर प्रिय भाई गीत संहिता 127 रो 2 पदरे लेखा अछि से आपणा प्रियतमंकु निद्रा दियंती अपना प्रियतमंकु से निद्रा दियंती अनिद्रा हबो नाही शांति रे सोई पड़े से माने अपना प्रियतम मानुकु परमेश्वर कौन करती बाबुरे तू सोई जा समय आसीबो तू उठिबो अपना प्रियतम मानुकु सदा प्रभु निद्रा दियंती प्रेरित 12 अध्याय रे लेखा अछि जेते बडे पितरंकु हाथ गोड़ बंधा जाइथिला आ बंदीशाला रे थिले कारागार रे थिले आपण माने पढ़ंतु से स्थान रे लेखा अछि पितर घोर निद्रा रे निद्रित थिले बोली लेखा अछि हाथ गोड़ बंधा जेल खाना रे पडिछन्ते त निद आसिला केमिति निद्रा गले केमिति मंडळी ता पई प्रार्थना करूछन्ते केमिति से उद्धार पाइबो किंतु पितर हाथ गोड़ बंधा थिले मध्य कौन करछे घोर निद्रा ने निद्रित अछन्ते से सोई पडिछन्ते अपना प्रियतमंकु से निद्रा दियंती आमान को निद्रा को से हरण करिवे नाही निद्रा देबे किंतु उत्तम एक समय मध्यरी उत्तम एक समय प्रभु को निकट ए महत्व विषय को जानिबा महत्व विषय एडू आमाने मन रखू जे प्रातः काले आमे प्रार्थना करूछु आमानकर समय वृथा हबो नाही आमानकर प्रातः काल आशीर्वाद वृथा हबो नाही
ଆପଣଙ୍କ ଦୁଆରକୁ ଆପଣଙ୍କ ନିକଟକୁ ପ୍ରଭୁ ସେଇ ଆଶୀର୍ବାଦର ପାତ୍ର ଖେଳି ଆସିବେ, ମଙ୍ଗଳର ପାତ୍ର ଖେଳି ଆସିବେ। ଆପଣଙ୍କ ଭାର ସେ ବହନ କରିବେ। ସେ ଭାର ସ୍ୱରୂପ ପରମେଶ୍ୱର ପ୍ରତି ପ୍ରାତରେ ନୂଆ ଏକ ଦୟା, ନୂଆ ଏକ କରୁଣା ଆପଣଙ୍କୁ ପ୍ରଦାନ କରିବେ। ଯଦି ଆପଣ ଜାଗ୍ରତ ଶଯ୍ୟା ପରିତ୍ୟାଗ କରି ଜାଗ୍ରତରେ ଦାଉଦଙ୍କର ପରି ଯଦି ପ୍ରାର୍ଥନା ସଜେଇ ଦେଇଛନ୍ତି, ପ୍ରଭୁଙ୍କ ଚରଣ ତଳେ ଅପେକ୍ଷା କରିଛନ୍ତି, ସେଇ ଗୀତ ସଂହିତା 5:3 ପରି ମୁଁ ପ୍ରାର୍ଥନା ସଜେଇବି ଏବଂ ଜଗି ରହିବି, ତେବେ ଆପଣ କେବେ ବି ଆପଣଙ୍କର ସମୟ ବୃଥା ନିଶ୍ଚିତ ଭାବେ ପ୍ରଭୁ ଆପଣଙ୍କ ନିକଟବର୍ତ୍ତୀ ହେବେ ଆଉ ସାରା ଦିନ ମଙ୍ଗଳ ଏବଂ ଆଶୀର୍ବାଦ ଆପଣଙ୍କ ପରିବାର ପାଇଁ। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ନମସ୍କାର। Praise the Lord. ପ୍ରଭୁଙ୍କ ନାମରେ ପ୍ରଭୁଙ୍କ ନାମରେ ଗୌରବ ପ୍ରାତଃ କାଳରେ ଦେଇଅଛୁ। हेलो ठीक अच्छे जहाँ सुंदर वाक्य प्रभु आम को दे अच्छी प्रातः काल आम प्रार्थना सजाइबा किंतु आमने रात्र समय आम पाप स्वीकार करी आम जहाँ अधर्म करियछु से सब स्वीकार करी आमने जते निद्रा जाऊ प्रातः काल आम जते चरण तल को आसु प्रार्थना सजाऊ प्रभु आम को आशीर्वाद रे परिपूर्ण करी थांती। प्रभु का नाम गौरव हो सुंदर वाक्य प्रभु जीवित भाई के आशीर्वाद करंतु परिवार सेवा कार्य को आशीर्वाद करंतु और अधिक गौरवते व्यवहार करंतु। आमने जिते जन आज ये प्रातः काल प्लाटफर्म रे थिलु प्रभु आम कथा कही अच्छे जपरी आमने प्रातः काल जो उठुचु आशीर्वाद निश्चित आम अच्छी। आसंता आमने प्रार्थना करवा आम मध्य प्रमोद परीक्षा भाई अच्छा अनुरोध करी सी आम को प्रार्थना आगे नेबे तापर आमने जीवित भाई प्रभु शिखाई प्रार्थना शेष आश्य भिक्षा आपण को पढ़े नेबे। प्रमोद भाई आपण को प्रार्थना